ବେଲଭାଇଙ୍କ ବିଜୟସ୍ଥଳରେ ପ୍ରାଚୀନ ବାର୍ଷିକ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ। ହରିନାମ 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 କେବଳମ୍ କଳୌ ନାସ୍ତୈବ 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 ଗତି ଅନ୍ୟଥା। କଳି ଯୁଗରେ ଏ ଭବ ସଂସାରରୁ ତରିଯିବା ପାଇଁ କେବଳ ହରିନାମ ଏକମାତ୍ର ମାଧ୍ୟମ। ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିବା କଥା ଶ୍ରୀମଦ୍ ଭଗବତ ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ପାର୍ଥ ଅର୍ଜୁନକୁ ପରାମର୍ଶ ଦେଇଥିଲେ। ତତ୍ ସହିତ କଳିଯୁଗରେ ନାମାବତାର ହିଁ ସେ ରହିବେ, ନା ଧ୍ୟାନ ଦ୍ୱାରା, ନା ମନ୍ତ୍ର ଦ୍ୱାରା, ନା ତପସ୍ୟା ଦ୍ୱାରା, ନା କୌଣସି ଯଜ୍ଞ ଆଦି ଦ୍ୱାରା କୌଣସି ବି ଉପାୟରେ ଏ ଭବସାଗରରୁ ତରିଯିବା ପାଇଁ ଉପାୟ ନାହିଁ। ଏହି ଜନ୍ମମୃତ୍ୟୁ ଚକ୍ରରେ ପଡ଼ି ଏ ମାୟା ସଂସାରରେ ପଡ଼ି ରହି ଘାଣ୍ଟିଏ ଭାଇ ସାର ହେବ। ତେଣୁ କଳିଯୁଗ ମାନବ ଜୀବନର ଉଦ୍ଧାର ପାଇଁ ଆଜି ଯାଜପୁର ଜିଲ୍ଲା ବର୍ଚଣା ବ୍ଲକ ଅନ୍ତର୍ଗତ ଛତିଆ ବିଦ୍ୟାଧରପୁର ମହାବୀର ହନୁମାନଙ୍କ ବିଜୟସ୍ଥଳୀ ବେଲଭାଇଙ୍କଠାରେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଶୁଭାରମ୍ଭ ହୋଇଛି। ଆଜି ପ୍ରତ୍ୟୁଷରୁ ମଙ୍ଗଳ ଆରତୀ ପରେ ମା ତୁଳସୀ ଆରତୀ କରାଯିବା ସହ ଗୁରୁବନ୍ଦନା କରାଯାଇ ଅଖଣ୍ଡ ହରେକୃଷ୍ଣ ମହାମନ୍ତ୍ର ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ମକର ସଂକ୍ରାନ୍ତି ଉପଲକ୍ଷେ ନଗରୀ ପରିକ୍ରମା କରାଯାଇ ଦଧିଭାଣ୍ଡି ଭଙ୍ଗନ ସହ ଏହା ଉଦ୍ଯାପନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଧରପୁର ଗ୍ରାମବାସୀ ବୃନ୍ଦ। ଚଣ୍ଡିଖୋଲରୁ ରଶ୍ମିତା ବେହେରାଙ୍କ ରିପୋର୍ଟ, ଦି ନ୍ୟୁଜ୍ ଟୁଡେ।